ହ୍ୟାଲୋ ଫ୍ରେଣ୍ଡସ୍, ଓ ଡବଲ୍ ଏସ୍ସିରେ ଟ୍ରାଫିକ୍ ଆଣ୍ଡ ଏକ୍ସାଇଜ୍ ଏକ୍ଜାମ୍ ଯେଉଁ ଆସିଥିଲା ହୋଲ୍ଡ ହୋଇଯାଇଥିଲା, ମାନେ ଘୁଞ୍ଚି ଯାଇଥିଲା। ବର୍ତ୍ତମାନ ତାର ଆଉ ଥରେ ଡେଟ୍ ଆସିଯାଇଛି। ଆସନ୍ତୁ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା କ'ଣ କ'ଣ ସିଲାବସ୍ ରହିବ, ଆଡ଼ମିଟ୍ କାର୍ଡ଼ କେବେ ଡାଉନଲୋଡ଼୍ କରିବେ, କେମିତି ଡାଉନଲୋଡ଼୍ କରିବେ, ଏକ୍ଜାମ୍ ଡେଟ୍ କେବେ, ଫୁଲ୍ ଡିଟେଲ୍ସ ଏ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ପ୍ରଥମେ ଆପଣ ମୋବାଇଲର ଯେକୌଣସି ବ୍ରାଉଜର ଓପନ୍ କରିବେ। ଓପନ୍ କରି ସର୍ଚ୍ଚ କରିବେ ODI ସ୍ପେସ୍ ଜବ୍ ସ୍ପେସ୍ ଇନଫୋ, ଏହା ଲେଖିକି ସର୍ଚ୍ଚ କରିବେ। ଦେଖନ୍ତୁ ସର୍ଚ୍ଚ କରିବା ପରେ ପ୍ରଥମେ ଯେଉଁ ୱେବସାଇଟ୍ଟି ଆସିବ ଏଇଟା ODI ଜବ୍ ଇନଫୋର ଅଫିସିଆଲ୍ ୱେବସାଇଟ୍। ଏ ପ୍ରଥମ ୱେବସାଇଟ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ କ୍ଲିକ୍ କଲା ପରେ ଏଇଭଳି କିଛି ପେଜ୍ ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ଦେଖନ୍ତୁ ଏଟା ଫାଷ୍ଟ ଗୋଟେ ନୋଟିଫିକେସନ୍ ଶୋ ହେଉଥିବ OSSC ଜବ୍। ଦେଖନ୍ତୁ ରେଡ୍ କଲର୍ ଅଛି, ମୁଁ ଗୋଲ୍ କରିଦେଉଛି OSSC ଜବ୍। ଆପଣ ସେ OSSC ଜବ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ କ୍ଲିକ୍ କଲା ପରେ ଏଇଭଳି କିଛି ପେଜ୍ ଆପଣଙ୍କ ସାମ୍ନାରେ ଓପନ୍ ହେବ। ଦେଖନ୍ତୁ ଫାଷ୍ଟ ଗୋଟେ ନୋଟିଫିକେସନ୍ ଶୋ ହେଉଥିବ, ପଢ଼ିବି ଲେଖା ହେଇଥିବ OSSC ଟ୍ରାଫିକ୍ ଆଣ୍ଡ ଏକ୍ସାଇଜ୍ SI ଏକ୍ଜାମ୍ ଡେଟ୍ 2025 ଆନାଉନ୍ସଡ୍, ଚେକ୍ ସିଲାବସ୍ ଆଡ଼ମିଟ୍ କାର୍ଡ଼ ସିଡ୍ୟୁଲ୍ ଆଣ୍ଡ ଫୁଲ୍ ଡିଟେଲ୍ସ। ଏଇଟା ପଢ଼ିକି ତାପରେ କ୍ଲିକ୍ କରିବେ। ଦେଖନ୍ତୁ ଏଇଭଳି କ୍ଲିକ୍ କଲା ପରେ ଏଇଭଳି କିଛି ପେଜ୍ ଓପନ୍ ହେଇଗଲା। ତା ସାଇଟ୍ଟି ମଧ୍ୟ ଓପନ୍ ହେଇଗଲା। ଏଟା କ୍ଲିୟରଲି ମେନସନ୍ କରାଯାଇଛି। ଦେଖନ୍ତୁ OSSC ଟ୍ରାଫିକ୍ ଏକ୍ସାଇଜ୍ ଆଣ୍ଡ SI ଏକ୍ଜାମ୍ ଡେଟ୍ ଆନାଉନ୍ସଡ୍, ଚେକ୍ ସିଲାବସ୍ ଆଡ଼ମିଟ୍ କାର୍ଡ଼ ଡିଟେଲ୍ସ ସବୁ ଲେଖିଛି। ତଳକୁ ସ୍କ୍ରୋଲ୍ କରିବେ। ଦେଖନ୍ତୁ ଏଠାରେ ଲେଖିଦେଇଛି ନା କେବେ ତାର ଆସିବ ନା, ଦେଖନ୍ତୁ ଏକ୍ଜାମ୍ ଡେଟ୍ ଲେଖିଛି 27 ଏପ୍ରିଲ 2025 ସଣ୍ଡେ। ମନେ ରଖନ୍ତୁ ଏକ୍ଜାମ୍ ଡେଟ୍ କେବେ ଅଛି ନା 27 ଏପ୍ରିଲ, ମାନେ ଏପ୍ରିଲ 27 ତାରିଖରେ ଏକ୍ଜାମ୍ ଡେଟ୍ ରହିବ। ଏବଂ ଆଡ଼ମିଟ୍ କାର୍ଡ଼ କେବେ ରିଲିଜ୍ ହେବ ନା 21 ଏପ୍ରିଲ, ମାନେ ଡେଟ୍ ଦେଇଦେଇଛି। ମନେ ରଖନ୍ତୁ 21 ଏପ୍ରିଲରେ ଆଡ଼ମିଟ୍ କାର୍ଡ଼ ରିଲିଜ୍ ହେବ। ଆପଣମାନେ 27 ଏପ୍ରିଲରେ ଏକ୍ଜାମ୍ ଦେବେ। କାରଣ ଓମାର ବେସ୍ଡ ହେବ, ମୁଁ କହି ସବୁ ସର୍ଟ କୋଶ୍ଚିନ୍ ଆସିବ। କାରଣ ଯେଉଁ ଏକ୍ଜାମ୍ଟା ହେବାର ଥିଲା ମାର୍ଚ୍ଚ 18-19ରେ ହେବାର ଥିଲା, ସେଇଟା ଘୁଞ୍ଚି ଯାଇଛି ଜାଣିଛନ୍ତି। ତ ସେଇ ଅନୁସାରେ ଏକ୍ଜାମ୍ ଡେଟ୍ ଆଉଥରେ ମଧ୍ୟ ଆସିଗଲା, 27 ଏପ୍ରିଲ ଆସିଗଲା। ତ 21 ଏପ୍ରିଲ ଆପଣ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ। କିଭଳି ଡାଉନଲୋଡ଼ କରିବେ ନା ଅଫିସିଆଲ୍ ୱେବସାଇଟ୍ ମଧ୍ୟ ଦିଆଯାଇଛି। ମନେ ରଖନ୍ତୁ ଇମ୍ପୋର୍ଟାଣ୍ଟ ଜିନିଷ, ଏଇଟା ଡାଇରେକ୍ଟ ମୁଁ http://www.osc.gov.in ଡାଇରେକ୍ଟ ଗୁଗୁଲରେ ସର୍ଚ୍ଚ କରି ଯାଇ ଡାଉନଲୋଡ଼ କରିପାରିବେ। ନହେଲେ ଯେବେ ବି ଆର ଅଫିସିଆଲ୍ ମାନେ ଆଡ଼ମିଟ୍ କାର୍ଡ଼ ରିଲିଜ୍ ହେବ, ମୁଁ ଡାଇରେକ୍ଟ ଲିଙ୍କ୍ ମଧ୍ୟ ମୁଁ ଟେଲିଗ୍ରାମରେ ସେୟାର କରିଦେବି। ଆପଣମାନେ ସେଠୁ ମଧ୍ୟ ଡାଇରେକ୍ଟ ଡାଉନଲୋଡ଼ କରିପାରିବେ। କାଟାଗୋରିକୁ ମୁଁ କହିଛି ଏକ୍ଜାମ୍, ତ ଆପଣ ଜାଣିଲେ କେବେ ଏକ୍ଜାମ୍ ହେବ, କ'ଣ କ'ଣ ଫିଜିକାଲ୍ ଟେଷ୍ଟ ସବୁ ଟିକେ ଆଲୋଚନା କରିବା। ଟୋଟାଲ୍ ଯେଉଁ ଭ୍ୟାକେନ୍ସି ଆସିଥିଲା କେତେ ନା 31ଟା। ଆପଣମାନେ ଜାଣିଥିବେ ଯେ ଟୋଟାଲ୍ 31ଟି ପୋଷ୍ଟ ଆସିଥିଲା। ସେଥିରୁ 21ଟି ଆସିଥିଲା SI ଟ୍ରାଫିକ୍ ପାଇଁ ଆଉ 10ଟି ଆସିଥିଲା SI ଏକ୍ସାଇଜ୍ ପାଇଁ। ତଳକୁ ସ୍କ୍ରୋଲ୍ କରିବେ। ଏବେ ଦେଖନ୍ତୁ କିଭଳି ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିବେ, ମୁଁ ଆପଣଙ୍କୁ ପ୍ରୋସେସ୍ଟା ବତେଇ ଦେଉଛି। ତା ପ୍ରଥମ ଗୁଗୁଲରେ ଯାଇ ତା ଅଫିସିଆଲ୍ ୱେବସାଇଟ୍, ମାନେ ଏଇଟା ମୁଁ ଦେଇଦେଇଥିବି ମୁଁ ଟେଲିଗ୍ରାମରେ କପି କରିକି ଯାଇକି ଡାଇରେକ୍ଟ ସର୍ଚ୍ଚ କରିବେ ଗୁଗୁଲରେ। ସର୍ଚ୍ଚ କଲା ପରେ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ବାଁ ପଟେ ଆସିବ, ଗୋଟେ ତଳେ ଲେଖିଥିବ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼, ତାପରେ କ୍ଲିକ୍ କରିବେ। ତାପରେ ଆପଣ ରେଜିଷ୍ଟ୍ରେସନ୍ ନମ୍ବର ପକାଇବେ, ତାପରେ ଡେଟ୍ ଅଫ୍ ବାର୍ଥ ପକାଇବେ, ତାପରେ କ୍ଲିକ୍ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବେ। ତାପରେ ଅଲରେଡ଼ି ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଶୋ ହେଇଯିବ। ସେଇଟା ଡାଉନଲୋଡ଼ କରିକି ଯାଇ ପ୍ରିଣ୍ଟ ଆଉଟ୍ କାଢ଼ିନେବେ। ଏବେ ଦେଖନ୍ତୁ କେଉଁଥିରେ କେତେ ପୋଷ୍ଟ ଆସିଥିଲା, ଯଦି ମୁଁ କହିଦେଇଥିଲି କି ଟୋଟାଲ୍ 31ଟି ପୋଷ୍ଟ ଆସିଛି। ଯେମିତି ସବ୍ ଇନ୍ସପେକ୍ଟର ଟ୍ରାଫିକ୍ରେ ଆସିଛି 21ଟି, ଏକ୍ସାଇଜ୍ରେ ଆସିଛି 10ଟି ପୋଷ୍ଟ କହିଦେଇଥିଲି ଆପଣମାନଙ୍କୁ। ସେମିତି ତଳକୁ ଟିକେ ସ୍କ୍ରୋଲ୍ କରି ଦେଖିଦେବା କ'ଣ କିଭଳି ଏକ୍ଜାମ୍ ରହିବ, ଏକ୍ଜାମ୍ ପାଟର୍ନ। ଦେଖନ୍ତୁ ପ୍ରଥମେ ରିଟିନ୍ ଏକ୍ଜାମ୍ ରହିବ, ସିଲେକ୍ସନ୍ ପ୍ରୋସେସ୍ ପ୍ରଥମେ ରିଟିନ୍ ଏକ୍ଜାମ୍ ରହିବ। ଯେତିକି ପୋଷ୍ଟ ରିଟିନ୍ ଏକ୍ଜାମ୍ ଯଦି ଆପଣମାନେ ସକ୍ସେସ୍ ହେଉଛନ୍ତି, ତାପରେ ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ ବା PMT, ତାପରେ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ। ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ କଲେ କ'ଣ ନା ଆପଣ ହାଇଟ୍, ୱେଟ୍ ଆଉ ଚେଷ୍ଟ ଏସବୁ ଦେଖିବେ। ତ ଏଫିସିଏନ୍ସି ଟେଷ୍ଟ କଲେ ରନିଂ, ଲଙ୍ଗ୍ ଜମ୍ପ, ହାଇ ଜମ୍ପ ଏସବୁ ଦେଖିବେ। ଯଦି ଏଥିରେ ଆପଣ ସକ୍ସେସ୍ ହେଉଛନ୍ତି, ତାପରେ ଡକୁମେଣ୍ଟ ଭେରିଫିକେସନ୍ ହେବ, ତାପରେ ଚାକିରିଟି ପାଇପାରିବେ। ଦେଖନ୍ତୁ ଏବେ ଦେଖିବେ, ଆସନ୍ତୁ ଏକ୍ଜାମ୍ ପାଟର୍ନ ଆଉ ଷ୍ଟ୍ରକ୍ଚର କ'ଣ ରଖିଛି। ଇମ୍ପୋର୍ଟାଣ୍ଟ ଜିନିଷ ଦେଖନ୍ତୁ, ମୁଁ କହିଦେଉଛି ଟୋଟାଲ୍ ସବୁଯାକ ଓମାର ବେସ୍ ହେବ, ମାନେ ସବୁ ଯାକ ସର୍ଟ କୋଶ୍ଚିନ୍ ଆସିବ, 1 ମାର୍କିଆ କୋଶ୍ଚିନ୍ ସବୁ ଆସିବ। ତ ଟୋଟାଲ୍ କେତେ ମାର୍କ ନା 150 ମାର୍କର ଏକ୍ଜାମ୍ ହେବ। ଟୋଟାଲ୍ କୋଶ୍ଚିନ୍ 150ଟା ଆସିବ। ମନେ ରଖନ୍ତୁ ଇମ୍ପୋର୍ଟାଣ୍ଟ ନେଗେଟିଭ୍ ମାର୍କିଂ ମଧ୍ୟ ରହିଛି। ଆପଣମାନେ ଯଦି 4ଟି ପ୍ରଶ୍ନ ଭୁଲ କରୁଛନ୍ତି, ତାହେଲେ ଆପଣ ଗୋଟେ ମାର୍କ ମାଇନସ୍ ହୋଇଯିବ। କାରଣ 0.25 ନେଗେଟିଭ୍ ମାର୍କିଂ ରହିଛି। ଆଉ ଟାଇମ୍ ଆପଣଙ୍କୁ 90 ମିନିଟ୍ ମିଳିବ। ଇମ୍ପୋର୍ଟାଣ୍ଟ ଜିନିଷ 1.5 ଘଣ୍ଟା ମିଳିବ। 1.5 ଘଣ୍ଟାରେ ଆପଣଙ୍କୁ 150ଟି କୋଶ୍ଚିନ୍ ମାନେ ଟଚ୍ କରିବାକୁ ପଡ଼ିବ। ସେଇ ଅନୁସାରେ ମୁଁ କହିଥିଲି ମୂଳ ପ୍ରଥମ ଭିଡ଼ିଓରେ ମଧ୍ୟ କହିଥିଲି ଯେବେ ବି ପୋଷ୍ଟ ଆସିଥିଲା। ତ ଆପଣ ସେଇ ଅନୁସାରେ ପ୍ରିପାରେସନ୍ ହେଇଥିବେ। ତେଣୁ କେଉଁ କେଉଁ ସବଜେକ୍ଟରୁ ଆସିବ ଆଉ ମଧ୍ୟ ଟିକେ କହିଦେଉଛି। ଯେମିତି ଜେନେରାଲ୍ ନଲେଜ୍ର, ଜେନେରାଲ୍ ଇଂଲିଶରୁ ଆସିବ କେତେ ମାର୍କର 50 ମାର୍କ ଆସିବ, 50ଟା କୋଶ୍ଚିନ୍। ଓଡ଼ିଆ ଲାଙ୍ଗୁଏଜ୍ ଆସିବ 50 ମାର୍କ, 50 କୋଶ୍ଚିନ୍। ଜେନେରାଲ୍ ଷ୍ଟଡ଼ିରୁ ଆସିବ 50 ମାର୍କ, 50 କୋଶ୍ଚିନ୍ ରହିବ।
देखो जेनराल इंग्लीश जो लिखी जेनराल इंग्लीश कौन थ्रू आसो ना ग्रामर आ भोकेशनाल आसो तापर देखीदेवे सेमती जमी अच्छे कौन सब अच्छे सब पढ़ी नेबे तो ओडिया लांगुएज सेमती देखिए ओडिया लांगुएज कौन थ्रू आसो ना ओडिया ग्रामर सब पढ़ी नेबे कौन अच्छे जमी इजिया लेटर राइटिंग भोकाबुलारी यूजेस सब अच्छे से जेनराल स्टडीज कौन इंडियन हिस्ट्री फ्रीडम स्ट्रगल सब पढ़े ये अच्छे आप प्रथम भिडियो सब डिटेल्स आलोचना करी कौन सब क्वेश्चन आसो तो जब भी बोधे आसो मन रखु आपको आउ गोटे भिडियो मैंने 21 तारिख तो आसो आडमिट कार्ड तो 21 तारिख दिन मुझे टेलीग्राम डायरेक्ट लिंक देदेवी आप डायरेक्ट से क्लिक करके यूजर आईडी कि मोबाइल नंबर पकेबे बाकी ओटीपी देवे ओटीपी देलापर आप डायरेक्ट आडमिट कार्ड डाउनलोड करेंगे डिस्क्रिप्शन में टेलीग्राम लिंक दीजिए जॉइन हो थैंक्स फॉर